ବର୍ଷକୁ ମିଳିବ 2ଟି ମାଗଣା ଗ୍ୟାସ୍। ମହିଳାଙ୍କ ପାଇଁ ଖୁସି ଖବର, ରୋଷେଇ ଗ୍ୟାସ୍ ଦର ବୃଦ୍ଧି ମଧ୍ୟରେ ଏବେ ମାଗଣା ସିଲିଣ୍ଡର ମିଳିବା ନେଇ ବଡ଼ ଘୋଷଣା ହୋଇଛି। ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାରରେ ଗରିବ ପରିବାରଙ୍କୁ ପ୍ରତିବର୍ଷ 2ଟି LPG ସିଲିଣ୍ଡର ମାଗଣାରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି। ବିଜେପିର କେରଳ ପ୍ରଭାରୀ ତଥା ବରିଷ୍ଠ ନେତା ନିତିନ ନବୀନ ଏହି ଇସ୍ତାହାର ପ୍ରକାଶ କରି କହିଛନ୍ତି ଯେ ରାଜ୍ୟରେ ଗରିବ ପରିବାରଙ୍କୁ ଓନମ୍ ପର୍ବ ସମୟରେ ଗୋଟିଏ ଏବଂ ଖ୍ରୀଷ୍ଟମାସ ସମୟରେ ଗୋଟିଏ ଏପରି ବର୍ଷକୁ 2ଟି ସିଲିଣ୍ଡର ମାଗଣାରେ ପ୍ରଦାନ କରାଯିବ। କେବଳ ଗ୍ୟାସ୍ ସିଲିଣ୍ଡର ନୁହେଁ, ମହିଳା ସଶକ୍ତିକରଣ ପାଇଁ ବିଜେପି ଅନ୍ୟ କେତେକ ବଡ଼ ଘୋଷଣା ମଧ୍ୟ କରିଛି। ରାଜ୍ୟର ମହିଳାମାନଙ୍କୁ ମାସିକ 2500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେରଳରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଏକ ଏମ୍ସ ପ୍ରତିଷ୍ଠା କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି। ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ବିଜେପି ଘୋଷଣା କରିଛି ଯେ ସବରୀମାଳ ଏବଂ ଗୁରୁଭାୟୁର ଭଳି ପ୍ରସିଦ୍ଧ ପୂଜାସ୍ଥଳର ସଂରକ୍ଷଣ ପାଇଁ ଦେବସ୍ୱମ୍ ବୋର୍ଡର ପୁନର୍ଗଠନ କରାଯିବ। ଏହାଦ୍ୱାରା ମନ୍ଦିର ପରିଚାଳନାରେ ସ୍ୱଚ୍ଛତା ଆସିବ ବୋଲି ଦଳ ଆଶା ରଖିଛି। ନିର୍ବାଚନ ପୂର୍ବରୁ ବିଜେପିର ଏହି ମାଷ୍ଟର ଷ୍ଟ୍ରୋକ୍ କେରଳ ଭୋଟରଙ୍କୁ କେତେ ଆକୃଷ୍ଟ କରୁଛି ତାହା ଦେଖିବାକୁ ବାକି ରହିଲା। ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ସିଧା ସମ୍ବାଦ।